କିଛି ବର୍ଷ ପୂର୍ବରୁ ସମ୍ ହସ୍ପିଟାଲରେ ମଧ୍ୟ ସମାନ ଘଟଣା ଘଟିଥିଲା ଏବଂ ଭୁବନେଶ୍ୱର ରାଜ୍ୟ ସଚିବାଳୟ ଠାରୁ 5 କିଲୋମିଟର ଦୂରରେ ସେତେବେଳେ ମୁଖ୍ୟମନ୍ତ୍ରୀ କିଏ ଥିଲେ? ନବୀନ ବାବୁ। 22 ଜଣ ଲୋକ ମରି ଯାଇଥିଲେ। ଗୋଟିଏ ଦିନ ଯାଇଥିଲେ କି ସମ୍ ହସ୍ପିଟାଲ? ଏ ଘଟଣା ଘଟିଲା ପରେ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ନିଜେ, ସ୍ୱାସ୍ଥ୍ୟ ମନ୍ତ୍ରୀ ଭୋରୁ ପହଞ୍ଚିଛନ୍ତି ଏବଂ ତୁରନ୍ତ ଯୋଉମାନେ ଏ ଘଟଣାରେ ଆମେ ସମସ୍ତେ ମର୍ମାହତ, ଏଭଳି ଘଟଣା ଘଟିବା ଉଚିତ ନୁହେଁ ଏବଂ ଦୁର୍ଘଟଣା ସବୁବେଳେ ଦୁର୍ଘଟଣା ହେଇଥାଏ। ଆମେ ଯୋଉମାନେ ଏ ଘଟଣାରେ ପ୍ରାଣତ୍ୟାଗ କରିଛନ୍ତି ତାଙ୍କ ପରିବାରକୁ ସାନ୍ତ୍ୱନା ଦଉଛୁ। ପ୍ରଭୁ ଜଗନ୍ନାଥଙ୍କ ପାଖେ ମଧ୍ୟ ପ୍ରାର୍ଥନା କରୁଛୁ ତାଙ୍କ ପରିବାର କିଭଳି ଭାବେ ଏ ଘଟଣାରେ ନିଜକୁ ଶାନ୍ତି ପାଇପାରିବେ ସେଥିପାଇଁ ଆମେ ପ୍ରଭୁଙ୍କ ପାଖେ ପ୍ରାର୍ଥନା କରୁଛୁ ଏବଂ ମୁଖ୍ୟମନ୍ତ୍ରୀ ତୁରନ୍ତ ଘୋଷଣା କରିଛନ୍ତି 25 ଲକ୍ଷ ଟଙ୍କା ଲେଖେ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ମଧ୍ୟ କହିଛନ୍ତି ଏ ଘଟଣାରେ ଯୋଉମାନେ ଦୋଷୀ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତା ସତ୍ତ୍ୱେ ଆପଣ ତ ଥିଲେ ସରକାରରେ, ଅଳ୍ପ ଦୂରରେ ଘଟିଥିଲା ଗୋଟିଏ ଘଟଣା, ଆପଣ ଗୋଟିଏ ଦିନ ସମ୍ ହସ୍ପିଟାଲ ଯାଇଥିଲେ କି? ବରଂ କେନ୍ଦ୍ରରୁ ସେତେବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଆସିଥିଲେ। ଏ କୁମ୍ଭୀର କାନ୍ଦଣା କଣ ପାଇଁ? ଆପଣ ଏ କୁମ୍ଭୀର କାନ୍ଦଣା କଣ ପାଇଁ କାନ୍ଦୁଛନ୍ତି? ନା ରାଜ୍ୟସଭାରେ ହାରି ଯାଇଥିବା ଆପଣଙ୍କର ପ୍ରାର୍ଥୀ ସମର୍ଥିତ ପ୍ରାର୍ଥୀ ହାରି ଯାଇଥିବାରୁ ଏବଂ ଘୋଡା ଯାହାକୁ କହୁଛନ୍ତି, ମୁଁ ତ କହିବି ଆପଣଙ୍କ ମାଧ୍ୟମରେ ସବୁଠୁ ବଡ ଘୋଡା ହେଲା, ବିକ୍ରି କରିବା ଘୋଡା ହେଲା ନବୀନ ପଟ୍ଟନାୟକ। କୋଉ ଇଏରେ ଅଶ୍ୱିନୀ ବୈଷ୍ଣବକୁ ସପୋର୍ଟ କରିଥିଲେ? ସେତେବେଳେ କିଏ ଘୋଡା ହେଇଥିଲା? କୋଉ ଇଏରେ କିଛି ମାସ ତଳେ ପାର୍ଲାମେଣ୍ଟରେ ତାଙ୍କର ରାଜ୍ୟସଭା ପ୍ରାର୍ଥୀ ମାନଙ୍କୁ କହିଥିଲେ ଭୋଟ ଦେବାକୁ ଭାରତୀୟ ଜନତା ପାର୍ଟି ଫେଭରରେ? ସେତେବେଳେ ସିଏ ଆଉ ଘୋଡା ହେଇନଥିଲେ। ସିଏ ତାଙ୍କ ଦଳ ଲୋକ ପଚାରନ୍ତୁ ସେତେବେଳେ କାହିଁକି ସପୋର୍ଟ କରିଥିଲେ ଏବଂ ସେତେବେଳେ ସିଏ କୋଉ ଘୋଡା ହେଇଥିଲେ? ଅଶ୍ୱିନୀ ବୈଷ୍ଣବକୁ ଯେତେବେଳେ ନବୀନ ବାବୁ ସମର୍ଥନ କରିଥିଲେ ସେତେବେଳେ ସିଏ ଘୋଡା ହେଇନଥିଲେ। ଏଇଲେ ବିଧାନସଭାରେ ରାଜ୍ୟସଭା ଇଲେକ୍ସନ ହେଇଗଲା ବୋଲି ବିଧାୟକ ମାନେ ଘୋଡା ହେଇଗଲେ। ମୁଖ୍ୟମନ୍ତ୍ରୀ ସେତେବେଳେ ଥିଲେ, ସିଏ ଘୋଡା ହେଇନଥିଲେ। ସିଏ କୋଉ ପଥି ପାଇଁ ବିକ୍ରି ହେଇଥିଲେ? ଟିକେ ସମୟ ଦିଅନ୍ତୁ। ଘଟଣା ଘଟିଛି 2 ଦିନ ତଳେ ଏବଂ ତୁରନ୍ତ ଯୋଉମାନେ ଏ ଘଟଣାରେ ଦୋଷୀ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଘୋଷଣା କରିଛନ୍ତି ବିଚାର ବିଭାଗୀୟ ତଦନ୍ତ ପାଇଁ ଦାବି ଦିଆଯାଇଛି ଏବଂ ତା ସହିତ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି କାହାରିକି ଛଡାଯିବ ନାହିଁ। ମୁଖ୍ୟମନ୍ତ୍ରୀ 25 ଲକ୍ଷ ଟଙ୍କା ଲେଖେ ଘୋଷଣା କରିଛନ୍ତି। ଏ ଗୋଟେ ଜୀବନର ମୂଲ୍ୟ 25 ଲକ୍ଷ ଟଙ୍କା ନୁହେଁ, ସେ କଥାରେ ମଧ୍ୟ ମୁଁ ସହମତି ନୁହେଁ। ଆମେ କହିବା କଥା ମେଡିକାଲ ସିଷ୍ଟମକୁ ବାଗେଇବା ଦରକାର। ଯଦି ଏ ଘଟଣା ଘଟିଛି ତା ଦେହରେ ଯୋଉମାନେ ଦୋଷୀ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ କଥା ମଧ୍ୟ ବିଧାୟକ ଭାବରେ ମୁଁ ନିଶ୍ଚିତ ଭାବେ ଦାବି କରିବି ଏବଂ ମୋ କହିବା କଥା ସରକାର ଏବଂ ବିରୋଧୀ ଦଳ ଉଭୟ ହେଉଛନ୍ତି ସରକାର। ଏ କଥାରେ ଯଦି ଆମେମାନେ ସହାୟତା ନ କରିବା ସାଧାରଣ ଲୋକ ନ୍ୟାୟ ପାଇବେ ନାହିଁ।